ସାଙ୍ଗମାନେ ଆପଣମାନେ ଗୋଇଠି ଫାଟିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତ ଆଜିର ଏ ଭିଡ଼ିଓ ଦେଖିଲା ପରେ ଆପଣମାନଙ୍କ ଗୋଇଠି ଜୀବନରେ କେବେ ବି ଫାଟିବନି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲରେ ଥିବେ। ଆଜି ମୁଁ ଆପଣମାନଙ୍କ ସହିତ ଗୋଟେ ହୋମ୍ ରେମେଡ଼ି ନେଇକରି ଆସିଛି, ଯେଉଁଟାକି ଆପଣମାନଙ୍କ କ୍ରାକ୍ ହିଲ୍କୁ ପୁରା ରିପେୟାର କରିବ। ତ ଭିଡ଼ିଓକୁ ଜମାରୁ ବି ସ୍କିପ୍ କରନ୍ତୁନି, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଭାବରେ ୱାଚ୍ କରନ୍ତୁ। ତ ଦେଖନ୍ତୁ, ଫାଷ୍ଟ ମୁଁ ଗୋଟେ କ୍ଲିନ୍ ବାଉଲ୍ଟେ ନେଇଗଲି। ତ ତାପରେ କ'ଣ କ'ଣ କରିକିରି ମୁଁ ରେମେଡ଼ିଟା ବନାଉଛି ସେଇଟା ଆପଣମାନଙ୍କୁ ଧ୍ୟାନର ସହ ଦେଖିବା ପାଇଁକା ପଡ଼ିବ। ତ କିଛି ମୁଁ ଲେମ୍ବୁ ନେଇଛି। ଯଦି ଆପଣମାନଙ୍କର ଗୋଇଠି ବହୁତ ମାତ୍ରାରେ ଫାଟିଥିବ ତାହେଲେ ଆପଣମାନେ ଫାଳେ ଲେମ୍ବୁ ନେଇପାରିବେ। ତ ଦେଖନ୍ତୁ, ଲେମ୍ବୁ ମୁଁ ନେଇଛି ଅଳ୍ପ ପରିମାଣରେ ନେଇଛି, ଯେହେତୁ ଅଳ୍ପ ଫାଟିବା ପାଇଁ ମୁଁ ଅଳ୍ପ ସଲ୍ୟୁସନ୍ଟା କରୁଛି, ସେଥିପାଇଁ ମୁଁ ଅଳ୍ପ ନେଇଛି। ତ ସେଥିରେ ଆମେ ଆଡ଼୍ କରିବା ହ୍ୱାଇଟ୍ କୋଲଗେଟ୍। ଏଇଟା ଆପଣମାନେ ନିହାତି ଭାବରେ ଏଥିରେ ଆଡ଼୍ କରିବେ। ଆପଣମାନେ ଆଉ କୌଣସି ପେଷ୍ଟ ଏଥିରେ ଆଡ଼୍ କରିବେନି। ହ୍ୱାଇଟ୍ କୋଲଗେଟ୍ ମାର୍କେଟରେ ବହୁତ ସହଜରେ ମଧ୍ୟ ମିଳିଯିବ। ତ ତା ପରିମାଣ ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି କେତିକି ନେଇଛି। ତ ତାପରେ ଆମେ କ'ଣ ମିଶାଇବା ସେଇଟା ଆପଣମାନେ ଆଗକୁ ଦେଖନ୍ତୁ। ତାପରେ ମୁଁ ମିଶାଉଛି କିଛି ସାମ୍ପୁ ଆପଣମାନଙ୍କ ଘରେ ଯେଉଁଟା ଆଭେଲେବଲ୍ ଥିବ ଆପଣମାନେ ସେ ସାମ୍ପୁକୁ ମଧ୍ୟ ନେଇପାରିବେ। ତାପରେ ଆମେ ତାକୁ କ'ଣ କରିବା ନା, ଆଉ ଗୋଟିଏ ଜିନିଷ ସେଥିରେ ଆମେ ମିଶାଇବା, ସେଇଟା ହେଉଛି ଖାଇବା ସୋଡ଼ା, ଯେଉଁଟାକି ଆମେ ଖାଇବାରେ ୟୁଜ୍ କରିଥାଉ, ସେଇଟା ଆମେ ସେଥିରେ ମିଶାଇବା। ତ ଏହି ଜିନିଷକୁ ନେଇକରି ଆମେ ତ ଗୋଟେ ଭଲ ଷ୍ଟ୍ରଙ୍ଗ ସଲ୍ୟୁସନ୍ଟେ ବନେଇବା, ଯେଉଁଟାକି ଆମର ଗୋଇଠିକୁ ବହୁତ ବଢ଼ିଆ ହେଲ୍ପ କରିବ ବା ରିପେୟାର କରିବ। ତ ଏହି ଚାରିଟା ଜିନିଷକୁ ଆପଣମାନେ ଭଲକରି ଟିକେ ମିକ୍ସ କରିନେବେ, ଯାହାଫଳରେ କି ତା ଦେହରେ ଆମେ ଯେଉଁ ଜିନିଷଟା ବନେଇବା ସେଇଟା ଆମର ବହୁତ ପରଫେକ୍ଟ ଭଲ ମଧ୍ୟ ବନିବ। ତ ଦେଖନ୍ତୁ, ଏଇଟାକୁ ଫାଷ୍ଟ ମୁଁ ଭଲକରି କ'ଣ କଲି ନା ମିକ୍ସ କରିନେଉଛି। ତ ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓ ଭଲ ଲାଗିବ, ନିହାତି ଭାବରେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ ଟିପ୍ସର ଫାଇଦା ଉଠାଇ ପାରିବେ। ଆଉ ଏ ରେମେଡ଼ିଟା ଆପଣମାନଙ୍କୁ ବିନା ପଇସା ଖର୍ଚ୍ଚରେ ମଧ୍ୟ ଆପଣମାନେ କରିପାରିବେ। ତ ଗୋଇଠି ଫାଟିବା ହେଉଛି ସବୁଠୁ ଗୋଟେ ବଡ଼ ସମସ୍ୟା। ମାନେ ଗୋଇଠି ଫାଟିବାର କୌଣସି ସିଜିନ୍ ନଥାଏ। ଆପଣମାନେ ଜାଣିଥିବେ କେତେ ଲୋକଙ୍କର ମାନେ ପ୍ରାୟ ସବୁବେଳେ ଏନି ଟାଇମ୍ ଗୋଇଠି ଫାଟିକି ଥାଏ। ଆଉ ଗୋଇଠି ଫାଟିଲା ମାନେ ଚାଲିବାଟା ବହୁତ କଷ୍ଟ ହୋଇଥାଏ। ତ ସବୁବେଳେ ଆପଣମାନେ ଉଷୁମ ପାଣିରେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡ଼କୁ ଧୋଇ ନେବେ। ତାପରେ ଏହି ରେମେଡ଼ିଟା ଆପଣମାନେ ରାତିରେ ହିଁ କରିବେ। ତ ଦେଖନ୍ତୁ, ଏଇଟା ଲେମ୍ବୁ ସାହାଯ୍ୟରେ ମୁଁ କରୁଛି। ଆପଣମାନେ ଚାହିଁଲେ ଗୋଟେ ବ୍ରସ୍ ସାହାଯ୍ୟରେ ମଧ୍ୟ ଏଇଟିକୁ ମସାଜ ଟାଇପ୍ର ରବ୍ ଟାଇପ୍ର କରିପାରିବେ। ତ ଏଇଟା କରିବା ଦ୍ୱାରା ଆମର ଯେଉଁ ସୋଢ଼ା ପକାଇଛେ, ଯାହାକି ଆମର ଗୋଇଠିରେ ଯାହା ବି ଆମର ମଳି ଥିବ ସେଇଟା ପୁରା କ୍ଲିନ୍ କରିନେବ। ଆଉ ଲେମ୍ବୁରେ ଆପଣମାନେ ଜାଣିଛନ୍ତି ଭିଟାମିନ୍ ସି ଅଛି। ଆଉ ପେଷ୍ଟ ଆମେ ଏଥିପାଇଁ ନେଇଛେ କି ଯାହାକି ଆମର ସେଇଟା କ୍ଲିନ୍ କରିବାରେ ବହୁତ ବଢ଼ିଆ ସାହାଯ୍ୟ କରିବ। ତ ଏହିସବୁ ଜିନିଷ ଆପଣମାନଙ୍କ କିଚେନ୍ରେ ନିହାତି ଭାବରେ ଆଭେଲେବଲ୍ ଥିବ। ଆପଣମାନଙ୍କୁ କୌଣସି ପଇସା ଖର୍ଚ୍ଚ କରିବା ପାଇଁକା ପଡ଼ିବନି। ଏଇଟା ଆପଣମାନେ ରାତିରେ ହିଁ ଶୋଇବା ପୂର୍ବରୁ କରିବେ। ଫାଷ୍ଟ ଆପଣମାନେ ପାଦକୁ ଭଲକରି ଉଷୁମ ପାଣିରେ କ୍ଲିନ୍ କରିନେବେ। ତାପରେ ଏ ରେମେଡ଼ିଟା ଆପଣମାନେ ପ୍ରସ୍ତୁତ କରିକି ରାତିରେ ଶୋଇବା ପୂର୍ବରୁ କରିବେ। 5 ମିନିଟ୍ ଏଇଟାକୁ ଆପଣମାନେ ଏମିତି ରଫଲି ପୁରା କରିବେ, ଯାହାଫଳରେ କି ଆମର କ୍ରାକ୍ରେ ଯାହା ଫାଟରେ ଯାହା ସବୁ ଡଷ୍ଟ ଥିବ, ମଳି ଥିବ, ସେଇଟା ଆପଣମାନଙ୍କର ପୁରା ରିମୁଭ୍ ହେଇଯିବ। ଆପଣମାନଙ୍କୁ କୌଣସି ପାର୍ଲର ଯାଇକି ପେଡ଼ିକ୍ୟୁଅର୍ କରିବା ପାଇଁକା ପଡ଼ିବ ନାହିଁ। ଏହି ଟିପ୍ସଟି ଆପଣମାନେ ଘରେ କରନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚି ପାରିବ। ତ ଦେଖନ୍ତୁ, ଆକୁ ଆପଣମାନେ ଭଲକରି ଆଗ ଏମିତି ରବ୍ କରିନେବେ। ଆପଣମାନେ ବ୍ରସ୍ରେ ମଧ୍ୟ କରିପାରିବେ, ବ୍ରସ୍ରେ ବି ବହୁତ ସୁବିଧା ହେବ। ତ ଆପଣମାନେ ଏମିତି କରିକି ଥରେ ଦେଖନ୍ତୁ, ଆପଣମାନଙ୍କୁ ବହୁତ ବଢ଼ିଆ ବେନିଫିଟ୍ ଦେବ। ଆପଣମାନଙ୍କ ଗୋଇଠି ମଧ୍ୟ ଆଉ ଫାଟିବ ନାହିଁ। ତ ଭାବୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସୁଛି, ନିହାତି ଭାବରେ ଆପଣମାନେ ଟିକେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରନ୍ତୁ। ତ ଆକୁ ଆପଣମାନେ 2 ମିନିଟ୍ ବା 5 ମିନିଟ୍ ଆପଣମାନଙ୍କର ଶୁଖି ସାରିଲା ପରେ ଆପଣମାନେ ପୁରା ଥଣ୍ଡା ପାଣିରେ ଭଲକି ପାଦକୁ ଭଲକରି ୱାଶ୍ କରିନେବେ। ନେଇସାରିଲା ପରେ ଆପଣମାନଙ୍କୁ ବହୁତ ଭଲ ମିଳିବ। ରହୁଛି, ଜୟ ଜଗନ୍ନାଥ।